ସୁବର୍ଣ୍ଣରେଖା ଜଳକା ନଦୀରେ ଯେତେବେଳେ ବନ୍ୟା ଆସିଥିଲା ଆମେ ଆସି ପହଞ୍ଚିଥିଲୁ ଉତ୍ତର ବ୍ରହ୍ମୋତ୍ତର। ଆପଣ ସେତେବେଳେ ଦେଖିପାରୁଥିବେ ଏ ଦୃଶ୍ୟ ଦେଖନ୍ତୁ, ଚାଷ ଜମି ତ ସବୁ ନଷ୍ଟ ହେଇଛି। ଆପଣ ଦେଖନ୍ତୁ ଏ ଗୋଟେ ବିଷାକ୍ତ ସାପ ଯାହାକି ଗୋଟେ ଜଣଙ୍କ ଘରେ ପଶିଥିଲା, ଯାହା ସେ ଲୋକକୁ ଡାକିକି କେମିତି ଉଦ୍ଧାର କରାଯାଏ ଆପଣ ସେତେବେଳେ ଦେଖିପାରୁଥିବେ। ଏ ସାପଟେ ଯେତେ ବିଷାକ୍ତ ସାପ ହେଇଛି ଆପଣ ଦେଖିପାରୁଛନ୍ତି ସେଭଳି କିଭଳି ତାଙ୍କର ଦୁର୍ଦାନ୍ତ ଆପଣ ଦେଖନ୍ତୁ। ଆପଣ ଆମେ ସିଧାସଳଖ କଥା ହେବା ମାନେ ଗ୍ରାମବାସୀଙ୍କ ସହିତ। କଣ କହିବେ ଆଜ୍ଞା, ସାପଟା କେତେବେଳେ ଦେଖିଲେ ଆପଣ? ସାପଟା ଆମେ ସକାଳେ ଦେଖିଲୁ। ଦେଖିବା ପରେ ତାଙ୍କୁ ଆମେ କହିଲୁ, ଇନଫରମେସନ କଲୁ, ସେ ଆସିକି ଧରିଛନ୍ତି ସାପଟାକୁ। ଆଉ ବିଷାକ୍ତ ସାପ ଧରିଛନ୍ତି ଆଉ ଗୋଖର ସାପଟେ। କେତେ ଭୟ ଲାଗୁଥିଲା ଆପଣଙ୍କୁ? ପାଣି ଫାଣି ଘରେ ଥିଲା? ହଁ, ବହୁତ ଭୟ ଲାଗୁଛି ନା। ଆମେ ବର୍ତ୍ତମାନ ଯେ ସାପ ଧରିଛନ୍ତି ତାଙ୍କ ସହିତ ଆମେ ସେତେବେଳେ କଥା ପାଇଁ ଚେଷ୍ଟା କରିବା। ତ ସେ କିଭଳି ଧରିଲେ, କିସ କଲେ, ତ ତାଙ୍କ ସହିତ ଆମେ ସେତେବେଳେ କଥା ପାଇଁ ଚେଷ୍ଟା କରିବା। ଆଉ ଜଣେ ଭାଇ ଅଛନ୍ତି, ତାଙ୍କ ସହିତ ଆମେ କଥା ହେବା। ଆଜ୍ଞା, କଣ କହିବେ, ସାପ କେତେବେଳେ ଦେଖିଲେ, ମାନେ କେତେ ବିଷାକ୍ତ ସାପ? ଏଇ ଭିତର ବ୍ରହ୍ମୋତ୍ତର ଗାଁରୁ ମୋ ପାଖକୁ ଫୋନ ଗଲା ଯେ ଯୋଉ ଗୋଟେ ବିଷାକ୍ତ ସାପ, ଗୋଖର ସାପ ଆମ ଘର ଭିତରେ ପଶିଛି, ଆଉ ତାକୁ ଉଦ୍ଧାର କରିବା ପାଇଁ ପଠାନ୍ତୁ। ଯାହା ହଉ ଏଇ ସାହାଡ଼ା ପଞ୍ଚାୟତର ଏଇ ପିଲାଟି ସତ୍ସାହସ କରିକି ସେ ଘର ଭିତରୁ ଗୋଖର ସାପଟାକୁ କାଢିଛି। ସେଥିପାଇଁ ସେ ଛୁଆଟାକୁ ଆମେ ଧନ୍ୟବାଦ ଦଉଛୁ ଏବଂ ମଣିଷର ଜୀବନ ବଞ୍ଚେଇଥିବାରୁ ତାକୁ ବହୁତ ଧନ୍ୟବାଦ। ତାର ଏଇ କର୍ମ ପାଇଁ ସେ ଆହୁରି ଆଗକୁ ଯାଉ ଏବଂ ଭଗବାନ ତାକୁ ସୁସ୍ଥ ରଖନ୍ତୁ, ଏହା ହିଁ କାମନା। ଯେତେବେଳେ ପାଣି ଆସିଲା କେତେ ଭୟ ଲାଗୁଥିଲା? ସାପ ବେଙ୍ଗ ପାଣି ଆସିଲା ବେଳେ ସେ ଲୋକମାନେ ଗୋରୁ ଗାଈ ତ ନେଇକି ଛାତ ଉପରେ ବାନ୍ଧୁଥିଲେ ଏବଂ ବହୁତ ଭୟ ଥିଲା। ସାପ, ତମ୍ପ, ଗୋଖର, ଆମେ ଯେତେବେଳେ ବୋଟ ନେଇକି ବି ଯାଉଥିଲୁ ଦେଖୁଥିଲୁ ବଡ ବଡ ତମ୍ପ ସାପ, ଗୋଖର ସାପ, ବୁଢା ସାପ, ସବୁ ସାପ ରାସ୍ତାରେ ବୁଲୁଥିବାର ଆମେ ଦେଖିଥିଲୁ ଏବଂ ଲୋକ ଭୟଭୀତ ଅବସ୍ଥାରେ ଥିଲେ। ଆପଣ ତାଙ୍କ କଥା ହଉଥିଲେ କି ଯେ ତାଙ୍କର ଯେତେବେଳେ ପାଣି ଆସିଲା, ବନ୍ୟା ଆସିଲା, ସେତେବେଳେ ଘର ଦ୍ୱାର ଛାଡି ପଳେଇ ଯାଇଥିଲେ, କିନ୍ତୁ ଘରକୁ ଯେତେବେଳେ ସେମାନେ ଆସିଲେ ତ ତାଙ୍କର ସାପ ବେଙ୍ଗର ବହୁତ ଭୟ ଥିଲା। ପ୍ରଥମେ ସେ ସାପଟିକୁ ଦେଖିଲେ ସେମାନେ ମାନେ ସାପ ଧରାଳି ଗୋଟେ ଲୋକକୁ ଡାକିଥିଲେ, ଯାହାକି ସେମାନେ ଧରିକି ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। ଆପଣ ଦେଖିପାରୁଥିବେ କିଭଳି ଭାବରେ ସାପଟିକୁ ସେମାନେ ଧରୁଛନ୍ତି। ଆମେ ଆଧୁନିକ ସହିତ କଥା ହେବା। ଆଜ୍ଞା, କଣ କହିବେ ଆଜ୍ଞା, ସାପଟି ଦେଖିଲେ ଆପଣ ମାନେ କେତେବେଳେ ଦେଖିଲେ, ଆଉ କେତେ ଭୟ ଲାଗୁଥିଲା ସାପଟା ଆପଣ ମାନେ? ସାପଟା ଆମେ ଯେତେବେଳେ ଦେଖିଲୁ ବହୁତ ଭୟ ଲାଗୁଥିଲା, କାରଣ ଏଇ ଯୋଉ ଚାରିଆଡେ ପାଣି, ଏ ପାଣି ସାଙ୍ଗକୁ ଏ ସାପ, ଏ ଯେ ବିଷଧର ସର୍ପ, ତେଣୁ ବହୁତ ଭୟ ଲାଗୁଥିଲା। ତାପରେ ସେ ପିଲା ଖବର ଦେଲାକୁ ସେ ବହୁ କଷ୍ଟରେ ଧରୁଛି ଆଉ। ଯେତେବେଳେ ଆପଣ ମାନେ ପାଣି ଆସିଥିଲା, ଆପଣ ଘରୁ ପଳେଇ ଯାଇଥିଲେ, ଏବେ ଆସି ପ୍ରଥମ ସାପ ଦେଖିଲେ, କେତେ ଭୟ ଲାଗୁଥିଲା? କେତେ ପାଣି? ବହୁତ ଭୟ ଲାଗୁଥିଲା। ସେଇ ସମୟରେ ଘର ବି ପାଣି ଥାଏ, ତାପରେ ସାପ, ମାନେ ଏତେ ଭୟ ଲାଗୁଥାଏ ସେତେବେଳେ, ମାନେ ଆମେ ଘରୁ ବାହାରିକି ପଳେଇ ଆସିଲୁ। ପାଣି ଘରେ କେତେ ଥିଲା? ପାଣି ପାଖାପାଖି ହାତେ ପାଣି ଥିଲା। ଆପଣ ପ୍ରଥମେ ଡାକିଲେ? ଆଜ୍ଞା। ଆଚ୍ଛା, ତାଙ୍କର କହିବା କଥା ହଉଛି କି ଯେତେବେଳେ ସେ ପ୍ରଥମେ ସାପକୁ ଦେଖିଥିଲେ, ସେ ପ୍ରଥମେ ସାପ ଧରାଳିକୁ ଡାକିଥିଲେ, ଯାହାକି ସେ ସାପ ମାନେ ଧରିଲା ପରେ ସେ ଏବେ ଘରକୁ ଯାଉଛନ୍ତି। ଘର ତାଙ୍କର ରାହୁରିଆ କରୁଛନ୍ତି। ଆମେ ସେ ସାପ ଯେ ଧରିଛନ୍ତି ତାଙ୍କ ସହିତ ଆମେ କଥା ପାଇଁ ଚେଷ୍ଟା କରିବୁ। ତ ସେ କିଭଳି ଭାବରେ ସାପ ଧରିଲେ ଏବେ ଯେ ତ କଣ କହିବା, କେତେବେଳେ ଧରିଲେ, କେମିତି ଧରିଲେ? ସରପଞ୍ଚ ବାବୁ ଆମକୁ ଫୋନ କରିଥିଲେ। ସରପଞ୍ଚ ବାବୁ ଫୋନ କଲା ବେଳେ ଆମେ ଆସି କାଳୁଖାଇ ଇଏରେ ପହଞ୍ଚିଲୁ। ଜଣକାର ରେସ୍କ୍ୟୁ କରିବା ପାଇଁ ଆସିଥିଲୁ। ରେସ୍କ୍ୟୁ ସାପ ସରିଯାଇଛି। ମୁଁ ସାହାଡ଼ା ଗ୍ରାମ ପଞ୍ଚାୟତର ପରଶୁରାମ ରଣା। ଯେତେବେଳେ ଧରିଲେ ଭୟ ଲାଗିଲା ଆପଣଙ୍କୁ? ଭୟ ତ ଅଛି, ଦେହରେ ସମସ୍ତଙ୍କର ଭୟ ଥାଏ। ସାପର ବି ଭୟ ଅଛି, ଆମର ବି ଭୟ ଅଛି। ଆମେ ସେଥିପାଇଁ ବଡ କଷ୍ଟରେ ତାକୁ ଧରୁଛୁ। ଏଟା ଗୋଖର ସାପ କୁହାଯାଏ। ଏଟା ହଉଛି ଆମର ଫରେଷ୍ଟ ଡିପାର୍ଟମେଣ୍ଟକୁ ଯିବ। ଆମେ ତାଙ୍କ ସହିତ କଥା ହଉଥିଲି, ସେ କଥା ହଉଛି ଆମେ ସାପ ଧରିଛୁ, ବହୁତ ବହୁତ ଭୟ ଥିଲା। ତାଙ୍କର କହିବା କଥା ହଉଛି କି ଯେ ଏ ସାପ ନେଇକି ସେ ଫରେଷ୍ଟ ଡିପାର୍ଟମେଣ୍ଟ ନେଇକି ଜଙ୍ଗଲ ଛାଡ଼ିବେ। ବାଲେଶ୍ୱର ଜିଲ୍ଲା ବସ୍ତର ପ୍ରଶଂସନବାଦୀ ବିଶା ଭାସ୍କର।